ଭାରତର ଇଜ୍ଜତ ବଞ୍ଚାଇବେ ବିରାଟ କୋହଲି ରୋହିତ ଶର୍ମା ଖେଳିବେ ଦିନିକିଆ ମ୍ୟାଚ୍। ନିକଟରେ ଟି20ରେ ଇଂଲଣ୍ଡ ପାଖରୁ କ୍ଲିନ୍ ସୁଇପ୍ ହେଲା ପରେ ଭାରତ ଏବେ ଲଜ୍ଜାଜନକ ପରିସ୍ଥିତିରେ ଅଛି। ଦିନିକିଆ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ହଁ ଦର୍ଶକ ବନ୍ଧୁ, ଆସନ୍ତାକାଲିଠାରୁ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ଭିଡ଼ିଓରେ ଆମେ ଜାଣିବା ମ୍ୟାଚ୍ ସମୟ, ପିଚ୍ ରିପୋର୍ଟ, ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ ଏକାଦଶ, କେଉଁ ଦଳ ଜିତିବା ସମ୍ଭାବନା ଅଧିକ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ, ଆସନ୍ତାକାଲିଠାରୁ ଖେଳାଯିବ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍। ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ରୋମାଞ୍ଚକ ରହିଥାଏ। ଭାରତ ବ୍ୟାଟିଂରେ ଶକ୍ତିଶାଳୀ ଥିଲାବେଳେ ଇଂଲଣ୍ଡ ବୋଲିଂରେ ଶକ୍ତିଶାଳୀ। ଭାରତ ପକ୍ଷରୁ ଶୁଭମ ଗିଲ୍, ବିରାଟ କୋହଲି, କେଏଲ୍ ରାହୁଲ କିମ୍ବା ଅନ୍ୟ ଖେଳାଳିଙ୍କ ଉପରେ ନଜର ରହିବ। ସେହିଭଳି ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଡକେଟ୍ ଭଳି ଖେଳାଳି ଉପରେ ମଧ୍ୟ ନଜର ରହିବ। ଟସ୍ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ପିଚ୍ ପାଗ ଅନୁଯାୟୀ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ ନିଷ୍ପତ୍ତି ମ୍ୟାଚ୍କୁ ପ୍ରଭାବିତ କରିପାରେ। ଏହି ମ୍ୟାଚ୍ର ଫଳାଫଳ ସିରିଜ୍ର ଦିଗ ନିର୍ଣ୍ଣୟ କରିପାରେ। ଭାରତ ବନାମ ଇଂଲଣ୍ଡ, କିଏ ଜିତିବ ଆସନ୍ତାକାଲି ମହାମୁକାବିଲା? ଯାହାକି ରହିଛି ପିଚ୍ ରିପୋର୍ଟ, ଚାଲନ୍ତୁ ଜାଣିବା। ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆସନ୍ତାକାଲି ସମୟ 3ଟା30ରେ ଆରମ୍ଭ ହେବ। ସ୍ଥାନ ହେଉଛି ଏଜାବେଷ୍ଟନ୍। ଭାରତର ସମ୍ଭାବ୍ୟ ଏକାଦଶ: ଶୁଭମ ଗିଲ୍ ଅଧିନାୟକ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ। ହର୍ଷିତ ରାଣା ଆହତ ହୋଇଥିବାରୁ ପ୍ରିନ୍ସ ଯାଦବଙ୍କୁ ଦଳରେ ନିଆଯାଇଛି। ଚାଲନ୍ତୁ ଜାଣିବା ପିଚ୍ ରିପୋର୍ଟ। ଆରମ୍ଭରେ ପେସ୍ ବୋଲରଙ୍କୁ ସହାୟତା ମିଳିପାରେ, ପରେ ବ୍ୟାଟିଂ ସହଜ ହେବାର ସମ୍ଭାବନା। 280ରୁ 320 ରନ୍ର ଏକ ଭଲ ସ୍କୋର ହୋଇପାରେ। ମ୍ୟାଚ୍ ପ୍ରେଡିକ୍ସନ୍ ଦେଖିବାକୁ ଗଲେ ଭାରତ ପାଇଁ ଟି20 ସିରିଜ୍ ହାର ପରେ ଜୋରଦାର ପ୍ରତ୍ୟାଘାତର ସୁଯୋଗ। ଯଦି ଶୀର୍ଷ କ୍ରମର ବ୍ୟାଟରମାନେ ଭଲ ଆରମ୍ଭ କରନ୍ତି ଓ ବୁମରା ନୂଆ ବୋଲର ଭାବେ ପ୍ରଭାବିତ କରନ୍ତି, ତେବେ ଭାରତ ଜିତିବାର ସୁଯୋଗ ଅଧିକ ରହିଛି।